କିନ୍ତୁ ଫିଲ୍ମରୁ ଯାହା ମନେ କଲି ମଝିରେ ଯେମିତି କର୍ମ ମୁଭି ଦେଖିଥିଲି ସେ ପୁରା ଆକ୍ଷେପ କରିଥିଲେ ବର୍ଷା ମ୍ୟାଡ଼ାମକୁ ଆଉ ଏ ମୁଭିରେ ମଧ୍ୟ ତାଙ୍କୁ ପୁରା ଆକ୍ଷେପ କରାହେଇଛି ୱାଇଫଲି ବହୁତ ସୁନ୍ଦର ହେଇଛି ଆଉ ବିଶେଷ କରି ବର୍ଷା ମ୍ୟାଡ଼ାମ ଅନୁଭବ ଭାଇଙ୍କର ଯେଉଁ ବ୍ୟକ୍ତିଗତ ଯେଉଁ ଚାଲିଥିଲା ଡିଷ୍ଟର୍ବାନ୍ସ ତାରି ଉପରେ ଆଧାରିତ ମୁଭିଟି ଆଉ ବହୁତ ସୁନ୍ଦର ଲାଗିଲା ଆଉ କଳାକାରମାନେ ବି ବହୁତ ଭଲ ଅଭିନୟ ମଧ୍ୟ କରିଛନ୍ତି କିନ୍ତୁ ଏହାଦ୍ୱାରା ସମାଜକୁ ଦିଗ୍ଦର୍ଶନ ଦିଆଯାଇଛି କି ଗୋଟେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଗୋଟେ ତୃତୀୟ ବ୍ୟକ୍ତିଙ୍କ ପାଇଁ ସମ୍ପର୍କଟି ଭାଙ୍ଗିଯାଏ ତ ସମସ୍ତଙ୍କୁ ଅନୁରୋଧ କରିବି ନିଜ ସମ୍ପର୍କ ନିବିଡ଼ ରଖନ୍ତୁ ଆଉ ନିଜ ସମ୍ପର୍କ ସହିତ ଜଡ଼ିତ ହୋଇକି ରୁହନ୍ତୁ ଆଉ ଅନ୍ୟ ଝିଅ ପାଇଁ ହେଉ ବା ଅନ୍ୟ ପୁରୁଷ ପାଇଁ ନିଜର ସମ୍ପର୍କ ଭାଙ୍ଗନ୍ତୁ ନାହିଁ କାରଣ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନିବିଡ଼ ସମ୍ପର୍କ ଆଉ ସେଇ ସମ୍ପର୍କ ଯୁଗ ଯୁଗ ଧରି ପାଇଁ ରହିଥାଏ ହଁ ଅନେକ କିଛି ହୁଏ ମାନେ ଯେଉଁମାନଙ୍କ ସହିତ ଡିଷ୍ଟର୍ବାନ୍ସ ହେଇଥାଏ କୌଣସି କାରଣ ସେ ପୁଣି ଲାଷ୍ଟ ଭିତରେ ପରବର୍ତ୍ତୀ ସମୟ ନିଜକୁ ନିଜେ ବୁଝିପାରନ୍ତି ପୁଣି ରିଟର୍ନ କରନ୍ତି ଅନେକ ଆପଣ ଦେଖୁଥିବେ ଯେଉଁ ମଧ୍ୟ ସିପର ମୁଛା ମୁଭି ଗୋଟେ ହେଇଥିଲା ତା ମଧ୍ୟରେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କର ମାନେ ମିଛ କାରଣ ନିଜକୁ ଅଲଗା ହେଇଥିଲେ ପରେ ପୁଣି ତାଙ୍କୁ କୋର୍ଟ ବି ଡିଭୋର୍ସ ହେଇଥିଲା ତାପରେ ମଧ୍ୟ ପୁଣି ମିଶିଥିଲେ ତ ଏମିତି ସମ୍ପର୍କ ହୁଏ ମିଳାମିଶା ରୁହେ ଡିଷ୍ଟର୍ବାନ୍ସ ହୁଏ କାରଣ ମନ ଯାହାକୁ ଥରେ ଭଲ ପାଇଯାଏ ତାକୁ ଭୁଲି ପାରେନି ଯେତେ ଡିଷ୍ଟର୍ବାନ୍ସ ହେଉନା କାହିଁକି ଯଦି ସେଇଭଳିଆ ନିବିଡ଼ ଭଲ ପାଇଥିବ ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ସେଇଟା ଯୋଡ଼ି ହେଇପାରେ ଦେଖନ୍ତୁ କିଏ କାହା ପାଖକୁ ଫେରିବ ନ ଫେରିବ ସେଇଟା ତ ମୁଁ କହିପାରିବି କାରଣ ବ୍ୟକ୍ତିଗତ କଥା କିନ୍ତୁ ଫିଲ୍ମରୁ ଯାହା ମନେ କଲି ମଝିରେ ଯେମିତି କର୍ମ ମୁଭି ଦେଖିଥିଲି ସେ ପୁରା ଆକ୍ଷେପ କରିଥିଲେ ବର୍ଷା ମ୍ୟାଡ଼ାମକୁ ଆଉ ଏ ମୁଭିରେ ମଧ୍ୟ ତାଙ୍କୁ ପୁରା ଆକ୍ଷେପ କରାହେଇଛି ତ ସେଇଟା କହିହେବନି କାରଣ ସେଇଟା ତାଙ୍କର ବ୍ୟକ୍ତିଗତ ଜୀବନ କଥା କିନ୍ତୁ ଆମେ ଗୋଟେ ଦର୍ଶକ ହିସାବରେ ଆମେ ମୁଭି ଦେଖିଲୁ ବାସ୍ ଦୁଇଟା ମୁଭି ବହୁତ ସମ୍ଫଳ ବହୁତ ସୁନ୍ଦର ହେଇଛି ସମାଜକୁ ଏହା କହିବି କାରଣ ଆଜିକା ଦିନରେ ଯେଉଁ ଜେନେରେସନ୍ ପରିବର୍ତ୍ତନ ହେଉଛି ଫରେନ୍ କଲଚରକୁ ଆମ ଭାରତରେ ବା ଓଡ଼ିଶାରେ ବେଶୀ ଲୋକ ଫଲୋ କରୁଛନ୍ତି ସ୍ୱାମୀ ସ୍ତ୍ରୀ ସମ୍ପର୍କ କ'ଣ ଲୋକ ବୁଝୁନାହାନ୍ତି ସମସ୍ତେ ଭାବୁଛନ୍ତି ଯେ ସେକ୍ସ ହିଁ ସବୁଠୁ ବଡ଼ ଜିନିଷ ଆଉ ପ୍ରେମ ସମ୍ପର୍କ କ'ଣ ବିବାହିତା କ'ଣ ପୁରୁଷ କ'ଣ କେହି ଦେଖୁନାହାନ୍ତି ଯିଏ ଯାହାକୁ ଚାହୁଁଛି ତା ସହିତ ରୋମାନ୍ସ କରୁଛି ତା ସହିତ ବୁଲୁଛି ତ ସେଇଟା ସବୁ ନିବୃତ୍ତ ରୁହନ୍ତୁ ନିଜ ସମ୍ପର୍କ ସହିତ ନିଜେ ରୁହନ୍ତୁ ନିଜ ଗୋଟେ ପରିବାର ସହିତ ରୁହନ୍ତୁ ପ୍ରାୟତଃ କଳି ଝଗଡ଼ା ସ୍ତ୍ରୀମାନଙ୍କର ସ୍ୱାମୀମାନଙ୍କର ଏତିକି ହୁଏ କାହିଁକିନା ଗୋଟେ ସ୍ୱାମୀ ସବୁବେଳେ ବାହାରେ ବୁଲେ କେବେ ସେ ଘରେ ରୁହେନି କିନ୍ତୁ ଗୋଟେ ଘରେ ସ୍ତ୍ରୀ ସବୁବେଳେ ରୁହେ ସ୍ୱାମୀ ବାହାରେ କ'ଣ କରୁଛି କ'ଣ ନାହିଁ ସ୍ତ୍ରୀ ସେଟା ସବୁବେଳେ ଚିନ୍ତିତରେ ଥାଏ କି ମୋ ସ୍ୱାମୀ କାଳେ ଆଉ କାହାକୁ ଅନେଇଲେ ମୋତେ ଭଲ ପାଏ ଦେବନି ମୋତେ ଭୁଲିଯିବ ତ ସେଇ ଅପସନ୍ ଯୋଗୁଁ ସେ ବେଶୀ ସନ୍ଦେହ କରନ୍ତି ପୁରୁଷମାନଙ୍କୁ ଆଉ କିଛି ନାହିଁ ନିଶ୍ଚିତ ପରିବାର ଲୋକ କପୁଲ ମାନେ ବି ଦେଖିବା ନିହାତି ଦରକାର ଯେଉଁମାନେ ଆଜିକା ଡେଟ୍ରେ ନୂଆ ନୂଆ ଭଲ ପାଉଛନ୍ତି ସେମାନେ ଏଇ ଫିଲ୍ମ ଦେଖି ସାରିଲା ପରେ ବାହାରିଲେ ଭଲ